ମୀନ ରାଶି ପାଇଁ ସେପ୍ଟେମ୍ବର ମାସର ରାଶିଫଳ ଆଲୋଚନା କଲେ ଜଣାଯାଏ, ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧ ଚାକିରି ବୃତ୍ତିରେ ଥିବା ମୀନ ରାଶି ଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁକୂଳ ଫଳ ପ୍ରଦାନ କରିବ। କିନ୍ତୁ ସେପ୍ଟେମ୍ବର ମାସର ଦ୍ୱିତୀୟାର୍ଦ୍ଧଟି ବାଣିଜ୍ୟ ବେପାର କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭ ଫଳଦାୟୀ ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ସେପ୍ଟେମ୍ବର ମାସରେ ମୀନ ରାଶି ଜାତ ବ୍ୟକ୍ତି ଚାକିରି କରୁଥିଲେ କର୍ମକ୍ଷେତ୍ରରେ ତାଙ୍କୁ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଅଛି। ମାସର ଦ୍ୱିତୀୟାର୍ଦ୍ଧରେ କର୍ମକ୍ଷେତ୍ରରେ ସ୍ଥାନାନ୍ତରର ଯୋଗ ଦେଖାଦେବ। ଟିଚିଂ ଲାଇନ୍ ଏବଂ ଆଡ଼ଭୋକେସି ଲାଇନ୍ରେ ଥିବା ମୀନ ରାଶି ବ୍ୟକ୍ତି ସେହିସବୁ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ବାଣିଜ୍ୟ ବେପାର କ୍ଷେତ୍ରରେ ରହିଥିବା ମୀନ ରାଶି ଜାତ ବ୍ୟକ୍ତି ମାସର ଦ୍ୱିତୀୟାର୍ଦ୍ଧରେ ପାର୍ଟନରସିପ୍ ବ୍ୟବସାୟରୁ ଭଲ ରକମର ଲାଭ କମାଇ ପାରିବେ। ପୁଞ୍ଜି ବଜାରରେ ଅର୍ଥ ନିବେଶ କରିଥିବା ବ୍ୟକ୍ତି ମାସର ଶେଷ ଆଡ଼କୁ ମୋଟା ରକମର ଅର୍ଥ ପାଇବାର ସମ୍ଭାବନା ରହିଅଛି। ତା ଛଡ଼ା ମାସର ଶେଷ ଭାଗଟି ପୁଞ୍ଜି ବେପାରରେ ବା ପୁଞ୍ଜି ବଜାରରେ ଅର୍ଥ ନିବେଶ କରିବା ପାଇଁ ଅନୁକୂଳ ସମୟ ରହିବ। କିନ୍ତୁ ବେପାର କ୍ଷେତ୍ରରେ ବାକି ଦେବା ଠିକ୍ ହେବ ନାହିଁ, କାରଣ ବାକି ନେଇଥିବା ବ୍ୟକ୍ତି ଟଙ୍କା ଫେରସ୍ତ ନ ଦେବାର ବହୁତ ସମ୍ଭାବନା ଦେଖାଯାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ଆପଣ ଠକ ହାବୁଡ଼ରେ ପଡ଼ିପାରନ୍ତି। ସେପ୍ଟେମ୍ବର ମାସରେ ପୈତୃକ ସମ୍ପତ୍ତିକୁ ନେଇ ଝଗଡ଼ା ରହିଥିଲେ ତାହା ସମାଧାନ ହୋଇଯିବ। ଏ ମାସରେ ଭଲ ରୋଜଗାର ହେଉଥିଲେ ମଧ୍ୟ ମୀନ ରାଶିର ବ୍ୟୟ ଭାବରେ ଅବସ୍ଥିତ ରାହୁ ଆକସ୍ମିକ ଭାବେ ଧନ ଖର୍ଚ୍ଚ କରାଇବାର ପୂର୍ଣ୍ଣ ସମ୍ଭାବନା ରହିଅଛି। ତେଣୁ ସେ ଦିଗ ପ୍ରତି ସତର୍କ ରହିବେ। ଭାବିଚିନ୍ତି ଖର୍ଚ୍ଚ କରିବା ଠିକ୍ ହେବ। ପାରିବାରିକ ଦୃଷ୍ଟିକୋଣରୁ ସେପ୍ଟେମ୍ବର ମାସ ମୀନ ରାଶି ପାଇଁ ମଧ୍ୟମ ଧରଣର ଫଳ ପ୍ରଦାନ କରିବ। ମୀନ ରାଶିର ଦ୍ୱିତୀୟ ସ୍ଥାନର ଅଧିପତି ମଙ୍ଗଳ ସପ୍ତମ ଭାବ କନ୍ୟା ରାଶିରେ ଅବସ୍ଥାନ କରି ଶନିଙ୍କ ଦୃଷ୍ଟିରେ ରହିଥିବାରୁ ପାରିବାରିକ କଳିଝଗଡ଼ା ସୃଷ୍ଟି ହେବାର ବହୁତ ସମ୍ଭାବନା। ବିନା କାରଣରେ ପରିବାରର ସଦସ୍ୟମାନେ ମୁହଁ ଫୁଲାଫୁଲି ହେବେ। କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ମଙ୍ଗଳ ତୁଳା ରାଶିକୁ ଗଲେ ବୃହସ୍ପତିଙ୍କ ଦୃଷ୍ଟିରେ ରହୁଥିବା ଯୋଗୁଁ ଉପୁଜିଥିବା ସମସ୍ୟାର ସମାଧାନ ହୋଇଯିବ। ମାତୃ ସୁଖ ମିଳିବ। ସହଧର୍ମିଣୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ନଜର ରଖିଥିବେ। ସନ୍ତାନମାନେ ଚଗଲାମି କରିପାରନ୍ତି। ସେପ୍ଟେମ୍ବର ମାସରେ ଲଭ୍ ଲାଇଫ୍ରେ ଥିବା ମୀନ ରାଶି ଜାତ ବ୍ୟକ୍ତି ସନ୍ଦେହୀ ସ୍ୱଭାବର ହେବେ। ନିଜ ପାର୍ଟନରଙ୍କ ଉପରେ ଅଯଥା ସନ୍ଦେହ ପ୍ରକାଶ କରି ସମ୍ପର୍କଟିକୁ ବିଗାଡ଼ି ଦେବାର ସମ୍ଭାବନା ଦେଖାଯାଏ। ତେଣୁ ଭାବ ପ୍ରବଣତା ଉପରେ ନିୟନ୍ତ୍ରଣ ଆଣି ନିଜ କ୍ରୋଧ ଉପରେ ସଂଯମତା ରକ୍ଷା କଲେ ଉପୁଜିଥିବା ସମସ୍ୟା ଦୂର ହୋଇଯିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ମୀନ ରାଶି ପାଇଁ ସେପ୍ଟେମ୍ବର ମାସ ସାମାନ୍ୟ ରହିବାର ଜଣାଯାଏ। ମୀନ ରାଶିରେ ଅବସ୍ଥିତ ଶନି ଶରୀରରେ ବାୟୁ ବିକାର ଭଳି ସମସ୍ୟା ପ୍ରଦାନ କରିବାକୁ ଥିବାରୁ ନିଜ ଖାଦ୍ୟପେୟରେ ନିୟନ୍ତ୍ରଣ ରଖିବା ଜରୁରୀ। ତା ଛଡ଼ା ନିଜ କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ଜରୁରୀ, ନଚେତ୍ ହାଇପର ଟେନସନର ଶିକାର ହୋଇପାରନ୍ତି। ଏ ତ ଗଲା ମୋଟାମୋଟି ଭାବରେ ମୀନ ରାଶି ପାଇଁ ସେପ୍ଟେମ୍ବର ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମୀନ ରାଶି ଜାତ ବ୍ୟକ୍ତି ପ୍ରତ୍ୟହ ଦେବଦେବ ମହାଦେବଙ୍କର ଦର୍ଶନ କରି ପୂଜାର୍ଚ୍ଚନା କରନ୍ତୁ। ବ୍ରାହ୍ମଣଙ୍କୁ ଭୋଜନରେ ଆପ୍ୟାୟିତ କରି ତାଙ୍କର ଆଶୀର୍ବାଦ ଗ୍ରହଣ କଲେ ବହୁତ ଗୁଡ଼ିଏ ସମସ୍ୟା ସମାଧାନ ହୋଇଯିବ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମୀନ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ସମସ୍ୟା ଦୂରୀଭୂତ ହୋଇ ମନ ମୁତାବକ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ।
ନମସ୍କାର, ମୁଁ ତପନ।